କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ଅଧିକ ମିଳିବ ଏରିୟର ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସପ୍ତମ ବେତନ କମିଶନର କାର୍ଯ୍ୟକାଳ 31 ଡିସେମ୍ବର 2025ରେ ଶେଷ ହୋଇଛି। ତେଣୁ ନୂଆ ବେତନ କମିଶନ ସୁପାରିଶ 1 ଜାନୁଆରୀ 2026ରୁ କାର୍ଯ୍ୟକାରୀ ହୋଇଛି। ହେଲେ ନୂଆ ବେତନ ଆୟୋଗ ଲାଗୁ ହେବାକୁ ବିଳମ୍ବ ହୋଇଛି। ତେବେ ଏହା ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଥିବା କର୍ମଚାରୀମାନଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି। ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସାଧାରଣତଃ ପ୍ରତି 10 ବର୍ଷରେ ଏକ ବେତନ କମିଶନ ଲାଗୁ କରାଯାଏ ଏବଂ ଏହି ପରମ୍ପରା ଅନୁଯାୟୀ ଅଷ୍ଟମ ବେତନ କମିଶନର ସୁପାରିଶ 1 ଜାନୁଆରୀ 2026ରୁ କାର୍ଯ୍ୟକାରୀ ହୋଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବର୍ଦ୍ଧିତ ଦରମା ସେହି ତାରିଖରୁ ପ୍ରଦାନ କରାଯିବ। ଅଷ୍ଟମ ବେତନ କମିଶନ ତେବେ କେବେ ଲାଗୁ ହେବ? ଯଦିଓ କାର୍ଯ୍ୟକାରୀ ତାରିଖ 1 ଜାନୁଆରୀ 2026 ବୋଲି କୁହାଯାଉଥିଲା, କିନ୍ତୁ ଏହାର ପ୍ରକୃତ କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ଅଧିକ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଷ୍ଟମ ବେତନ କମିଶନର ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବାକୁ 2027ରୁ 28 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ। ଆକଳନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚୂଡ଼ାନ୍ତ ସାଲାରୀ ସ୍କେଲ୍ 2028 ଆଉ 29 ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ବେତନ କମିଶନକୁ ଏହାର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ପ୍ରାୟ 18 ମାସ ସମୟ ଦିଆଯାଇଛି। ତେଣୁ 2026 ଶେଷ କିମ୍ବା 2027 ପ୍ରାରମ୍ଭରେ ଚୂଡ଼ାନ୍ତ ସୁପାରିଶ ପ୍ରକାଶ କରାଯାଇପାରେ। ଯଦି ବିଳମ୍ବ ହୁଏ ତେବେ କେଉଁ ବକେୟା ରାଶି ମିଳିବ? ଯଦି ଜାନୁଆରୀ 2026 ପରେ ଅଷ୍ଟମ ବେତନ କମିଶନ ଲାଗୁ ହୁଏ ତେବେ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ସେମାନଙ୍କର ବକେୟା ପାଉଣା ପାଇବେ। ନିୟମ ଅନୁଯାୟୀ ବେତନ କମିଶନ କାର୍ଯ୍ୟକାରୀ ହେବା ଦିନଠାରୁ ବକେୟା ହିସାବ କରାଯିବ। ଏହି କ୍ଷେତ୍ରରେ ମେ 2027ରେ ନୂଆ ବେତନ କମିଶନ ଲାଗୁ ହେବା ଧରିଲେ ଜାନୁଆରୀ 2026ରୁ ଏପ୍ରିଲ 2027 ପର୍ଯ୍ୟନ୍ତ ସମସ୍ତ ବକେୟା ଗୋଟିଏ ଥରରେ ପ୍ରଦାନ କରାଯିବ। ଏହା କର୍ମଚାରୀମାନଙ୍କ ପାଇଁ ଯଥେଷ୍ଟ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ବକେୟା ଦେୟ କିପରି ଗଣନା କରାଯିବ? କେବଳ ମୂଳ ଦରମା ଉପରେ ନୁହେଁ ବରଂ ମୋଟ ଦରମା ବୃଦ୍ଧିର ପାର୍ଥକ୍ୟ ଉପରେ ବକେୟା ଗଣନା କରାଯିବ। ଯଦି ଜଣେ କର୍ମଚାରୀଙ୍କ ଦରମା 45,000 ଟଙ୍କାରୁ 50,000 ଟଙ୍କାକୁ ବୃଦ୍ଧି ପାଏ, ତେବେ 5,000 ଟଙ୍କାର ପାର୍ଥକ୍ୟକୁ ବକେୟା ଭାବରେ ବିବେଚନା କରାଯିବ। ଯଦି ଏହି ବୃଦ୍ଧି 15 ମାସ ବିଳମ୍ବରେ ପ୍ରାପ୍ତ ହୁଏ, ତେବେ ମୋଟ ବକେୟା 75,000 ଟଙ୍କା ହେବ। ଏହି ପରିମାଣ କର୍ମଚାରୀଙ୍କ ଏକକାଳୀନ ଆୟରେ ଯୋଡ଼ାଯିବ। ବକେୟା ଉପରେ ଟ୍ୟାକ୍ସ ଲାଗୁ ହେବ କି? ବକେୟା ଦେୟ ସମ୍ପୂର୍ଣ୍ଣ ଟିକସଯୋଗ୍ୟ ହେବ। ଦରମା ବୃଦ୍ଧି ପରେ ଅନେକ କର୍ମଚାରୀ 30% ଆୟକର ସ୍ଲାବରେ ଆସିପାରନ୍ତି। ଏପରି କ୍ଷେତ୍ରରେ ବକେୟା ଦେୟ ଉପରେ ମଧ୍ୟ ସେହି ସ୍ଲାବ ଅନୁସାରେ ଟିକସ ଲାଗୁ ହେବ। ବିଶେଷଜ୍ଞଙ୍କ ମତରେ ସରକାର ବଜେଟରେ ବକେୟା ଦେୟ ପାଇଁ ବ୍ୟବସ୍ଥା କରିବେ ଏବଂ ସେହି ଅନୁସାରେ ଦେୟ ପ୍ରକ୍ରିୟା ନିର୍ଣ୍ଣୟ କରାଯିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ